ହୋଶେୟ ଅଧ୍ୟାୟ 5। हे ଯାଜକଗଣ, ଏହା ଶୁଣ। हे ଇସ୍ରାଏଲ ବଂଶ, ମନୋଯୋଗ କର। हे ରାଜବଂଶ, କର୍ଣ୍ଣପାତ କର। କାରଣ ବିଚାର ତୁମ୍ଭମାନଙ୍କ ସମ୍ବନ୍ଧୀୟ। ତୁମ୍ଭେମାନେ ମିସ୍ପାରେ ଫାନ୍sh ସ୍ୱରୂପ ଓ ତାବୋରରେ ପ୍ରସାରିତ ଜାଲ ସ୍ୱରୂପ ହୋଇଅଛ। ପୁଣି ଅତ୍ୟାଚାରୀମାନେ ହତ୍ୟା କରିବାରେ ଗଭୀରକୁ ଯାଇଅଛନ୍ତି। ମାତ୍ର ଆମ୍ଭେ ସେ ସମସ୍ତଙ୍କର ଅନୁଯୋଗକାରୀ ଅଟୁ। ଆମ୍ଭେ ଇଫ୍ରାଇମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ। କାରଣ ହେ ଇଫ୍ରାଇମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ। ଇସ୍ରାଏଲ ଅଶୁଚି ହୋଇଅଛି। ସେମାନଙ୍କର କ୍ରିୟାସକଳ ସେମାନଙ୍କୁ ଆପଣମାନଙ୍କ ପରମେଶ୍ୱରଙ୍କ ପ୍ରତି ଫେରିବାକୁ ଦେବ ନାହିଁ। କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ। ପୁଣି ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ। ଏଥିପାଇଁ ଇସ୍ରାଏଲ ଓ ଇଫ୍ରାଇମ ଆପଣମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ। ସେମାନେ ଆପଣମାନଙ୍କର ମେଷପଲ ଓ ଗୋପଲ ଘେନି ସଦାପ୍ରଭୁଙ୍କର ଅନ୍ୱେଷଣ କରିବା ପାଇଁ ଯିବେ, ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ। ସେ ସେମାନଙ୍କ ନିକଟରୁ ଚାଲିଯାଇଅଛନ୍ତି। ସେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିଶ୍ୱାସଘାତକତା କରିଅଛନ୍ତି। କାରଣ ସେମାନେ ବିଦେଶୀୟ ସନ୍ତାନ ଉତ୍ପନ୍ନ କରିଅଛନ୍ତି। ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ର ସବୁକୁ ଗ୍ରାସ କରିବ। ତୁମେମାନେ ଗିବିଆରେ ସିଙ୍ଗାଧ୍ୱନି କର, ରାମାରେ ତୁରୀ ବଜାଅ, ବୈଥ ଆବନରେ ଭୟାନକ ସିଂହନାଦ କର। ତୁମ୍ଭ ପଛେ ହେ ବିନ୍ୟାମିନ, ଭର୍ତ୍ସନା ଦିନରେ ଇଫ୍ରାଇମ ଧ୍ୱଂସସ୍ଥାନ ହେବ। ଯାହା ନିଶ୍ଚୟ ଘଟିବ, ତାହା ଆମ୍ଭେ ଇସ୍ରାଏଲ ଗୋଷ୍ଠୀମାନଙ୍କ ମଧ୍ୟରେ ଜ୍ଞାତ କରାଇଅଛୁ। ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଜିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି। ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ଜଳ ପରି ଢାଳିବା। ଇଫ୍ରାଇମ ସନ୍ତୁଷ୍ଟ ହୋଇ ଆଜ୍ଞାନୁସାରେ ଚାଲିଥିବାରୁ ସେ ଉପଦ୍ରୁତ ଓ ବିଚାରରେ କ୍ଳିଷ୍ଟ ହୋଇଅଛି। ଏ ସକାଶୁ ଆମ୍ଭେ ଇଫ୍ରାଇମ ପକ୍ଷରେ କୀଟ ସ୍ୱରୂପ ଓ ଜିହୁଦା ବଂଶ ପକ୍ଷରେ କ୍ଷୟ ସ୍ୱରୂପ ହୋଇଅଛୁ। ଯେତେବେଳେ ଇଫ୍ରାଇମ ଆପଣା ରୋଗ ଓ ଜିହୁଦା ଆପଣା କ୍ଷତ ଦେଖିଲା, ସେତେବେଳେ ଇଫ୍ରାଇମ ଅସୁରୀୟର ନିକଟକୁ ଗଲା ଓ ଜାରେବ ରାଜା ନିକଟକୁ ଲୋକ ପଠାଇଲା। ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ପାରେ ନାହିଁ, କିଏବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ। କାରଣ ଆମ୍ଭେ ଇଫ୍ରାଇମ ପ୍ରତି ସିଂହ ତୁଲ୍ୟ ଓ ଜିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲିଯିବା। ଆମ୍ଭେ ନେଇଯିବା ଓ ଉଦ୍ଧାର କରିବା ପାଇଁ କେହି ନଥିବ। ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି ଆମ୍ଭର ମୁଖ ଅନ୍ୱେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା। ସେମାନେ ଆପଣମାନଙ୍କର ଦୁଃଖ ସମୟରେ ଯତ୍ନରେ ଆମ୍ଭର ଅନ୍ୱେଷଣ କରିବେ।